তুমি অনন্ত, তুমি প্রশান্ত, তুমি অনন্ত, তুমি প্রশান্ত। আগে জগন্নাথ, আগে জগন্নাথ, আগে জগন্নাথ, আগে জগন্নাথ। তুম ইচ্ছারে আমি পরিচালিত, তুম ইচ্ছারে আমি পরিচালিত। আগে জগন্নাথ, আগে জগন্নাথ, আগে জগন্নাথ, আগে জগন্নাথ। শ্রী জগন্নাথଙ୍କ ହେବ ପାଞ୍ଚ ରାତ୍ର, ତୁମ ଗୁଣ ଗାଇବାକୁ ଆମେ ଥିବା ପାତ୍ର। ଶ୍ରୀ ଜଗନ୍ନାଥଙ୍କ ହେବ ପାଞ୍ଚ ରାତ୍ର, ତୁମ ଗୁଣ ଗାଇବାକୁ ଆମେ ଥିବା ପାତ୍ର। ତୁମେ ଅନନ୍ତ, ତୁମେ ପ୍ରଶାନ୍ତ, ତୁମେ ଅନନ୍ତ, ତୁମେ ପ୍ରଶାନ୍ତ। ହାୟ ଜଗନ୍ନାଥ, ଆଗେ ଜଗନ୍ନାଥ। जगदानंद कंदाय प्रणतार्ति हराय च नीलाचल निवासाय जगन्नाथाय ते नमो। परमात्मा प्रभु परमेश्वर बहु रूपर समाहार। केतेबेले से नरत पुणी केतेबेले ए धरा पृष्ठ को ओह्लाई आसंती नारी रूप नहीं। केतेबेले से सूक्ष्माति सूक्ष्मत पुणी केतेबेले से साजंती अचल महामेरु। केतेबेले सगुण पुणी केतेबेले से पालटी जानती निर्गुण। से आधार पुणी निराधार, से निर्विकल्प पुणी सविकल्प। केतेबेले निराकार तो पुणी केतेबेले तांकर साकार रूप। वास्तविक जुगे जुगे महाप्रभु श्री जगन्नाथ हेउछंती एक अनुद्घाटित रहस्य। केही से रहस्य भेद करिबा निमंते ए पर्यंत समर्थ होई पारि नाहंती। पंचसखा जुगर अन्यतम साधक कवि अच्युतानंदଙ୍କ भाषारे अवतार जेते एही दारु रूप रूप रुक्षरी मिसंती लीला निमंते से नीलाद्रि नायक निर्विकारे देख बसिछंती। प्रभु सदा सर्वदा मंगलमय। मंगलं भगवान विष्णु, मंगलं गरुड़ध्वज रीति रे केवल संसारर मंगल निमंते सप्तम मन्वंतर रे प्रभु कश्यप और अदितिंकर पुत्र भावे जन्म नेले वामन रूपरे। पितामातांकर विश्वास को दृढ़ीभूत करने निमंते वामन भगवान सेमानंको चतुर्भुज रूपरे से दिन दर्शन देइथिले। चतुर्भुज जगन्नाथ कंठ शोभित कौस्तुभ पद्मनाभ वेद गर्भ चंद्र सूर्य बिलोचन। अपलक नयन रे कश्यप और अदिति चतुर्भुज नारायण को दर्शन करुथिबा अवस्थारे से शिशु हठात पलटि गले 7 वर्ष बयसर वामन प्रभु। ब्रह्मलोकरु ब्रह्मादि देवता माने उपस्थित हुए भगवान को दर्शन करे कश्यप और अदिति को जनाए छांती। अशेष अशेष कृतज्ञता आपण मानकर गृहस्थाश्रम सार्थक होई गला। आपण माने ए समग्र जे जगतर पिता
ତାଙ୍କର ମଧ୍ୟ ପିତାମାତା ହେବାକୁ ସମର୍ଥ ହୋଇଗଲେ। ପରେ ପରେ ଆରମ୍ଭ ହୋଇଯାଏ ପ୍ରଭୁଙ୍କର ବ୍ରତୋପନୟନ ଉତ୍ସବ। କଟିରେ କୃଷ୍ଣ ଜିନ ସୋହେ ଖରବସ ରୀର ମନ ମୋহে ଆରମ୍ଭ କାଲେ ବେଦ ଧ୍ୱନି ହସ୍ତରେ କମଣ୍ଡଳୁ ଘେନି। ପ୍ରଭୁଙ୍କର ଏ ରୂପ କେବଳ ମହାରାଜ ବଳିଙ୍କ ଯଜ୍ଞସ୍ଥଳକୁ କିପରି ଯିବେ? ତେଣୁ ପ୍ରଭୁ ସାଙ୍ଗେ ସାଙ୍ଗେ ଚାଲିଲେ ବଳିରାଜାଙ୍କର ସେ ଯଜ୍ଞସ୍ଥଳୀକୁ। ଯଜ୍ଞ ମଣ୍ଡପରୁ ରାଜା ବଳି ଅପଲକ ନୟନରେ ଚାହିଁଛନ୍ତି ଏଇ ସୌନ୍ଦର୍ଯ୍ୟର ଗନ୍ତାଘର ମହାପ୍ରଭୁଙ୍କୁ। ବିଶ୍ୱରେ ଏତେ ସୁନ୍ଦର କ'ଣ ସମ୍ଭବ? କାହାର ବା ସେ ବର୍ଣ୍ଣନା କରିବେ? ଅଧରಂ ମଧୁରಂ ବଦନಂ ମଧୁରಂ ନୟନಂ ମଧୁରಂ ହସିତಂ ମଧୁରಂ ହୃଦୟಂ ମଧୁରಂ ଗମనం ମଧୁରಂ ମଧୁରାଧିପତେ ଅଖିଳಂ ମଧୁରಂ। ଯଜ୍ଞ ମଣ୍ଡପରେ ଉପସ୍ଥିତ ମୁନି ଋଷିମାନେ ଭାବୁଛନ୍ତି କିଏ ତେଜସ୍ୱୀ ବ୍ରାହ୍ମଣ ସ୍ୱୟଂ ସୂର୍ଯ୍ୟନାରାୟଣ କ'ଣ ଆଉ ଏଠାରେ ପଦାର୍ପଣ କଲେ କି? ମନେ ପଡ଼ିଗଲା ସମସ୍ତଙ୍କର ସେଇ ଉକ୍ତି, କୌପିନବନ୍ତଂ ଖଳୁଭାଗ୍ୟବନ୍ତଂ। କିଏ କୌପିନଧାରୀ ବ୍ରାହ୍ମଣ ଯେ କି ନିଜେ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ଏ ଜଗତକୁ କେବଳ ଆନନ୍ଦ ହିଁ ବାଣ୍ଟି ଚାଲିଛନ୍ତି। ରାଜା ବଳି ମନେ ମନେ ଭାବୁଛନ୍ତି ଜୀବନରେ ବହୁବାର ଅନେକ ବ୍ରାହ୍ମଣଙ୍କର ସେବା କରିବାର ସୌଭାଗ୍ୟ ତ ମୁଁ ପାଇଛି, ମାତ୍ର କିଏ ବ୍ୟତିକ୍ରମ ବ୍ରାହ୍ମଣ? ଏପରି ଜ୍ୟୋତିର୍ମୟ ବାଳକକୁ ତ କେଉଁଠି ମୁଁ କେବେ ଦେଖି ନାହିଁ। ସସମ୍ମାନେ ବଳିରାଜା ବାମନଙ୍କୁ ନେଇ ସ୍ୱହସ୍ତରେ ତାଙ୍କର ପଦଧୌତ କରୁଛନ୍ତି ଏବଂ ଶୁଣଉଛନ୍ତି, ହେ ପ୍ରଭୁ, ଆପଣଙ୍କର ଚରଣ ଉଦକ ପାନରେ ମୋ ଜୀବନ ଆଜି ଧନ୍ୟ ହୋଇଗଲା। ମୁଁ ପବିତ୍ର ହୋଇଗଲି। ମୁଁ ଅନୁଭବ କରୁଛି କେବଳ ମୁଁ ନୁହେଁ, ମୋ ପିତୃପୁରୁଷଙ୍କୁ ମଧ୍ୟ ଆଜି ସଦ୍ଗତି ମିଳିଗଲା। ଆପଣଙ୍କର ଚରଣାରବିନ୍ଦରେ ମୋର ଅନନ୍ତ କୋଟି ପ୍ରଣାମ ପ୍ରଭୁ। ଆଉ ଆପଣଙ୍କୁ ଦେଖିବା ପରଠାରୁ ମନ ମୋର ଆଉ କେଉଁଠି ଲାଗୁନି। ମନ କହୁଛି ସବୁକିଛି ଆପଣଙ୍କ ତଳେ ସମର୍ପଣ କରିଦେଇ ମୁଁ ଏଇ ମୁହୂର୍ତ୍ତରୁ ବନବାସୀ ହୋଇଯିବି। ଉଦ୍ବେଗଂ ଧାବୟନ୍ତଂ ଦ୍ୱିଜବର ସମୀପଂ ଦୃଶ୍ୟତେ ବ୍ରହ୍ମରୂପଂ ସାନନ୍ଦଂ ପୃଚ୍ଛୟନ୍ତଂ କିମପି ଦ୍ୱିଜବର କୁତ୍ର କାର୍ଯ୍ୟେ ତ୍ୱମାସି। ହେ ବ୍ରାହ୍ମଣ, ତୁମର ଆଗମନର ସମ୍ପର୍କରେ ମୋତେ ଟିକେ ଜଣାଅ। ମନେ ମନେ ହସୁଥିଲେ ବାମନ ଭଗବାନ। ଆରେ ରହ, ଏତେ ଉଚ୍ଛନ୍ନ କାହିଁକି? ମୁଁ ତ ତୋର ସବୁକିଛି ନେଇଯିବାକୁ ହିଁ ଆସିଛି। ବଳିରାଜା ମନେ ମନେ ଭାବୁଛନ୍ତି, ଏ ତ ଏତେ ଛୋଟ ବାଳକ, ଏ ମାଗିବ ବା କ'ଣ? ଆକୁ କ'ଣ କିଛି ମାଗି ଆସେ? ଯାହା ମାଗିବ ତ ମୁଁ ନିଶ୍ଚୟ ଦେବି, ଆଉ ଯାହା ନ ମାଗିବ ତାହା ମଧ୍ୟ ଦେଇଦେବି। ରାଜା ଅତ୍ୟନ୍ତ ଆନନ୍ଦିତ ହୋଇ ପ୍ରକାଶ କରୁଛନ୍ତି, ହେ ବ୍ରାହ୍ମଣ, ଆପଣ ରାଜ୍ୟ, ପ୍ରତିପତ୍ତି, ସ୍ୱର୍ଣ୍ଣ, ଧେନୁ, ସମ୍ପତ୍ତି ଯାହା ଚାହିଁବେ, ଆପଣଙ୍କୁ ମୋର ଅଦେୟ ହୋଇ କିଛି ନାହିଁ।
ବାମନ ଭଗବାନ ରାଜାଙ୍କର ପ୍ରଶଂସା କରି କହୁଛନ୍ତି ଏସବୁରେ ମୋର କିଛି ଆବଶ୍ୟକତା ନାହିଁ। ଶୁଣ ହେ ଭୋ ବଳି ନୃପବର ତବ କୀର୍ତ୍ତି ଆମେ ଶୁଣି କର୍ଣ୍ଣର ଶୁଣିଲୁ ତୁମେ ଦାତା ବଡ଼ ଜାଣ ଦାନ ଦେଉଛ ତୁମେ ପ୍ରତିଦିନ। ଆପଣଙ୍କର ଦାନି ପଣିଆର ଆପଣ ଯେଉଁ ଦାନ ଦଉଛନ୍ତି କେବଳ ତାରି ଜୟ ଜୟକାର ଶୁଣି ହିଁ ମୁଁ ଏଠାରେ ଆସି ପହଞ୍ଚିଛି। ଓଇଲୁ ଆମ୍ଭେ ପଥ ବହୁ ଦୂର ଆମ ନିଜ ସ୍ଥାନ ଗୋଲକ ପୁର ଦିଅ କିଛି ଦାନ ବଳି ରାଜନ ମୁତୋତେ ନ ମାଗ ବହୁ ଧନ। ଏତେ ରାଜ୍ୟ ପ୍ରତିପତ୍ତି ସ୍ୱର୍ଣ୍ଣ ଧେନୁ ଏସବୁରେ ମୋର କିଛି ଆବଶ୍ୟକତା ନାହିଁ। ବାମନ ଭଗବାନ ଅତ୍ୟନ୍ତ ଚତୁରତାର ସହ କହୁଛନ୍ତି ହେ ରାଜା ରାଜ୍ୟ ସୁନା ଧେନୁ ସମ୍ପତ୍ତି ନେଇ ମୁଁ କରିବି ବା କ'ଣ? ଛୋଟିଆ ବାଳକ ମୁଁ ଏସବୁରେ ମୋର ଆଦୌ ଆବଶ୍ୟକତା ନାହିଁ। କେବଳ ଏତିକି ମୁଁ ମାଗୁଛି ମୋହର ପାଦେ ପାଦ ତିନି ମପିତୁ ଦିଅରେ ଅବନି ମୋହର ପାଦେ ପାଦ ତିନି ମପିତୁ ଦିଅରେ ଅବନି। ବଳି ରାଜା ଆଶ୍ଚର୍ଯ୍ୟଚକିତ ହୋଇ କହୁଛନ୍ତି ଏ କ'ଣ ଆପଣ ମାଗିଲେ? हे ब्रह्मन् तव कान्ति सदृश परं न दृश्यं भूतलं स्वल्पं किमपि प्रार्थना वसुमती यद्वाञ्छितं तत्पुनं देशं ग्रामं च गावं करिवृषतुरगान् अष्टरत्नं च सर्वान् यद्वाञ्छिष्यसि दास्यामि द्विजवर किं त्रिपाहु भू। आपण काहेकि केवल 3 पाद भूमि मात्र मागुछंती? बड़ कहउछंती मु जाने आपण खूब छोटिया पिला तेणु जानी पारु नाहंती। मु जो ब्राह्मण को थरे दान दिए तांकर जीवितावस्थारे तांकु आउ काहारी अन्यर द्वारस्थ हेबाकु पड़े ना। आउ आपण मोठारु दान ग्रहण करी जदि अन्य द्वार को जामती तेबे ताहा मध्य मोर भीषण अपमान हेबो। पहुँची जानती एही समय रे त्रिकालदर्शी गुरु शुक्राचार्य ओ कहंती राजा बलि तू जानुना से किए? राजा बलि भाव विह्वल होई सुनाउछंती गुरुदेव ए खूब छोटिया पिला। शुक्राचार्य बुझाउछंती पिला छोट सत मात्र बेस बड़ बड़ काम करिबारे ए धुरंधर। ए बालक दान नेला बेले विराट त्रिविक्रम रूप धारण करिबो। विष्णुंकर जो विराट रूप ताहा ए संसारर मध्य कल्पनातीत। तांकु केही मध्य कल्पनारे मध्य आनी परिबे नाही। वास्तवत दूरर कथा। परम संतोषरे से दिन बलि राजा सुनाइले गुरुदेव मु पुरा परम वैष्णव मु भाविथिली ए बामन
ଜଣେ ଜ୍ଞାନୀ ବ୍ରାହ୍ମଣ ବାଳକ ଏବେ ଆପଣ ଜଣାଇଦେଲେ ଯେ ସ୍ୱୟଂ ଭଗବାନ ବିଷ୍ଣୁ ମୋ ପାଖକୁ ଭିକ୍ଷା ମାଗିବା ପାଇଁ ଆସିଛନ୍ତି। ଏ ଅବସରରେ ମୁଁ ମୋର ସକଳ ଐଶ୍ୱର୍ଯ୍ୟକୁ ଭଗବାନଙ୍କୁ ଅର୍ପଣ କରିଦେଲେ ସେଇ ଭଗବାନ ନାରାୟଣ ଭଗବାନ ବିଷ୍ଣୁଙ୍କର ଚରଣାରବିନ୍ଦରେ ଯଦି ମୁଁ ସବୁକିଛି ଅର୍ପଣ କରିଦିଏ ତେବେ କ୍ଷତି କ'ଣ? ଏହା ତ ମୋ ପାଇଁ ପରମ ସୌଭାଗ୍ୟର ବିଷୟ। ଏ ସଂସାର ଆପଣ ତ ଜାଣିଛନ୍ତି ସଦା ସର୍ବଦା ଦାତାର ମହିମା ଗାନ କରିଥାଏ, ଗ୍ରହିତାର ନୁହେଁ। ଏ ଜଗତ ସବୁଦିନ ପାଇଁ ନିଶ୍ଚିତ ଭାବରେ ମୋର ଏଇ ଦାତା ପଣିଆର ଜୟ ଜୟକାର କରିବ। ତେଣୁ ମୁଁ ଯେତେବେଳେ ଆଜି ମୋର ଆରାଧ୍ୟ ଦେବତାଙ୍କୁ ପାଇଛି ମୁଁ ମୋର ସର୍ବସ୍ୱ ନିଶ୍ଚିତ ଭାବରେ ଆଜି ତାଙ୍କୁ ପ୍ରଦାନ କରିବି। ଏ ସଂସାର ଯାର ଦୟାରେ ପରିଚାଳିତ, ଯାର ଦାନରେ ପରିଚାଳିତ, ସେ ଆଜି ମୋ ଦ୍ୱାରରେ ଭିକ୍ଷୁକ ଭାବରେ। ତେଣୁ ମୁଁ ସଂକଳ୍ପ କରୁଛି ସେ ଯାହା ମାଗିବେ ମୁଁ ନିଶ୍ଚିତ ଭାବରେ ତାଙ୍କୁ ଦେବି। ପ୍ରଭୁ ମଧ୍ୟ ଦାନ ନେବା ଛଳରେ ଯେତେବେଳେ ରାଜା ବଳି ସଂକଳ୍ପ କରିନେଇଛନ୍ତି ପ୍ରଭୁ ବିରାଟ ରୂପ ଧାରଣ କଲେ ଓ ଗୋଟିଏ ପାଦରେ ସମଗ୍ର ପୃଥିବୀ ଓ ଦ୍ୱିତୀୟ ପାଦକୁ ବ୍ରହ୍ମଲୋକ ପର୍ଯ୍ୟନ୍ତ ପରିବ୍ୟାପ୍ତ କରାଇଲେ। ବାମନ ପ୍ରଭୁ ହସି ହସି କହୁଛନ୍ତି ରାଜା ବଳି ତୃତୀୟ ପାଦ ପାଇଁ ଭୂମି କାହିଁ? ମୋତେ 3 ପାଦ ଭୂମି ତ ଦରକାର। ଦାତା ଦିନ ଭାବ ପ୍ରକାଶ ନ କଲେ ତା ଦାନର ମଧ୍ୟ ମହତ୍ଵ ରହେ ନା। ତେଣୁ ଦିନହୀନ ଅତି ଅକିଞ୍ଚନ ଭାବରେ ରାଜା ଆଶ୍ଚର୍ଯ୍ୟଚକିତ ହୋଇ ପ୍ରଭୁଙ୍କ ପଦରେ ସମ୍ପୂର୍ଣ୍ଣ ସମର୍ପିତ ହୋଇ କହୁଛନ୍ତି ହେ ପ୍ରଭୁ 3 ପାଦ ବିଶିଷ୍ଟ ବ୍ୟକ୍ତି କ'ଣ ଏ ସଂସାରରେ କେହି ଥାନ୍ତି? ଆଉ ଯଦି ପ୍ରକୃତରେ ଆପଣଙ୍କର ତୃତୀୟ ପାଦ ଅଛି, ତୃତୀୟ ପାଦ ଥିଲେ ତୋର ମୁସିରେ ଲଦ ବାରବାର, ତୃତୀୟ ପାଦ ଥିଲେ ତୋର ମୁସିରେ ଲଦ ବାରବାର। ଯେତେବେଳେ ନମ୍ରତା ଓ ଦୈନ୍ୟ ଭାବ ଆସିଯାଏ ଭଗବାନ ଭକ୍ତ ପାଖରେ ସମ୍ପୂର୍ଣ୍ଣ ବନ୍ଧା ପଡ଼ିଯାନ୍ତି, ସେ ଭକ୍ତ ପାଖରେ ନିଜେ ଋଣୀ ହୋଇଯାନ୍ତି। ଠିକ୍ ସେଇ ଅବସ୍ଥା ଆଜି ବାମନ ଭଗବାନଙ୍କର। ଭଗବାନ ଉଦାତ୍ତ କଣ୍ଠରେ ଅତି ଆନନ୍ଦ ମନରେ ସେଦିନ ଘୋଷଣା କଲେ ମୁଁ ଦେବତା ମଣ୍ଡଳୀଙ୍କୁ ସ୍ୱର୍ଗପୁର ପ୍ରଦାନ କରିଛି, ଆଉ ମର୍ତ୍ତ୍ୟମଣ୍ଡଳ ହେଉଛି ଏଇ ଜୀବଜଗତ ପାଇଁ। କିନ୍ତୁ ମୋର ପାତାଳ ଭୁବନ ବର୍ତ୍ତମାନ ସୁଦ୍ଧା ମୁଁ କାହାରିକୁ ଦେଇନାହିଁ। ତୁମେ ହିଁ ସେଇ ପାତାଳ ଭୁବନକୁ ଭୋଗ କର। ପ୍ରଭୁଙ୍କର ଜୟ ଜୟକାରରେ ଉଦ୍ଘୋଷିତ ହେଉଥିଲା ଚତୁର୍ଦିଗ ଶ୍ରୀ ମଧୁସୂଦନ ଜୟ ମଧୁସୂଦନ ଜୟ ଜୟ ମଧୁସୂଦନ। କେଶବ କଂସାରି ହରି ବଳି ଦ୍ୱାରେ ବାମନ, କେଶବ କଂସାରି ହରି ବଳି ଦ୍ୱାରେ ବାମନ। ରାଜା ବଳିଙ୍କର ପ୍ରଶ୍ନ ପାତାଳପୁରରେ ମୁଁ? ଭଗବାନ କହୁଛନ୍ତି ଭୟ ନାହିଁ, ମୁଁ ହେବି ତୁମର ଦ୍ୱାରପାଳ। ତୁମେ ରାଜା, ମୁଁ କିନ୍ତୁ ସେଠାରେ ଦ୍ୱାରପାଳ ହୋଇ ଅବସ୍ଥାପିତ ହେବି। ତୁମର ଅଚଳାଚଳ ଭକ୍ତି ହିଁ ମୋତେ ବାନ୍ଧି ରଖିଛି। ମୋତେ କେହି ତୁମଠାରୁ ଅଲଗା କରିପାରିବେ ନାହିଁ। କୃତଜ୍ଞତାର ଅଶ୍ରୁ ଝରି ଆସୁଥିଲା ରାଜା ବଳିଙ୍କ ନୟନ ଯୁଗଳରୁ। କିନ୍ତୁ ପ୍ରଭୁ କାଳକ୍ରମେ ଏ ଘଟଣା ଏ ସମାଜ ତ ନିଶ୍ଚିତ ଭାବରେ ଭୁଲିଯିବ। ତେଣୁ ମୋର ଆପଣଙ୍କୁ ଏକ ଅନୁରୋଧ ରହିଛି। ପ୍ରଭୁ ଶୁଣାଇଲେ
ତୁମେ ମୋତେ ସର୍ବସ୍ୱ ଦାନ କରିଛ, ତେଣୁ ତୁମ ପାଇଁ ମଧ୍ୟ ମୋର ଅଦେୟ ହୋଇ କିଛି ନାହିଁ। କୁହ, କ'ଣ ତୁମ ଅନ୍ତରର ସେଇ ବେଦନା? ଜଣାଇଲେ ରାଜା ବଳି ଯେ ଆପଣଙ୍କୁ ମୋର ଏକାନ୍ତ ଅନୁରୋଧ, ଆପଣ ଯେଉଁ ବାମନ ବ୍ରାହ୍ମଣ ରୂପରେ ମୋତେ ପାତାଳପୁରକୁ ଚାପିଲେ, ଅନ୍ତତଃ ଏଇ ଦୃଶ୍ୟଟି ପ୍ରତ୍ୟହ ବା ପ୍ରତି ମନ୍ଦିର ଗାତ୍ରରେ ଶୋଭା ପାଉ। ତେଣୁ ଆଜି ସେ ବଳି ବା ବାମନଙ୍କର ଲୋକ କଥା ହେଇପାରେ, ଶାସ୍ତ୍ର ଏହାକୁ ମର୍ଯ୍ୟାଦା ଦେଉଛି, କିନ୍ତୁ ଆମେ ମଧ୍ୟ ଏହାକୁ ଜୀବନ୍ତ କରି ପ୍ରତି ମନ୍ଦିର ଗାତ୍ରରେ ଏବେ ବି ପୂଜା ପାଉଛନ୍ତି ସେଇ ବଳି ବାମନ। ପ୍ରଭୁ ବଳି ରାଜାଙ୍କର ଏଇ କଥା ଶୁଣି ହସୁଥିଲେ ବିମୁଗ୍ଧତାର ହସ। ସତରେ ଅବ୍ୟକ୍ତ ଲୀଳା ତାଙ୍କର, ସେ ହିଁ ହେଉଛନ୍ତି ଅନନ୍ତ ଲୀଳାର ଠାକୁର। ସେଇଥିପାଇଁ ସତରେ ତାଙ୍କର ଛଳନା ବି କେତେ ସୁନ୍ଦର। ଏକ ଛଳନା କରି ସେ ବଳିଦ୍ୱାରକୁ ଆସିଲେ, ଯାହାକି ଗୀତ ଗୋବିନ୍ଦର ସ୍ରଷ୍ଟା ଜୟଦେବ ଶୁଣାଇଲେ। ଛଳୟସି ବିକ୍ରମଣେ ବଳି ମଦଭୂତ ବାମନଂ ପଦନଖନୀର ଜନିତ জন পাবনম কেশব দ্রুত বামন রূপ জয় জগদীশ হরে জয় জগদীশ হরে। ତେଣୁ ଆଜି ରାଜା ବଳି ନାହାନ୍ତି, କିନ୍ତୁ ସେଦିନର ସେଇ କଥାବସ୍ତୁ ଏବେ ବି ଜୀବନ୍ତ ହୋଇ ରହିଛି। ଏବେ ବି ବା ପ୍ରତି ମୁହୂର୍ତ୍ତରେ ଯେ ଭଗବାନଙ୍କର ସେଇ କପଟତା, ସେଇ ଛଳନା ଦେଖିଲେ ମନେ ପଡ଼ିଯାଏ। ତୁମେ ପରା ହୋଇଥିଲ ଛୋଟିଆ ଦେବତା, ହାତେ ଧରିଥିଲ ପରା ତାଳ ପତ୍ର ଛତା। ତୁମେ ପରା ହୋଇଥିଲ ଛୋଟିଆ ଦେବତା, ହାତେ ପରା ଧରିଥିଲ ତାଳ ପତ୍ର ଛତା। ତୁମେ ସେହି ନା ପ୍ରଭୁ କାଳିଆ ଦେବତା। ତୁମେ ସେହି ନା ପ୍ରଭୁ କାଳିଆ ଦେବତା। ତେଣୁ ଅନନ୍ତ ଲୀଳାର ନାୟକ ସେଇ କାଳିଆ ଦେବତା କେତେବେଳେ କେଉଁ ରୂପରେ କାହା ପାଖରେ ପହଞ୍ଚି ଯାଆନ୍ତି ତାର ଠିକଣା କେହି ରଖିନାହାନ୍ତି। ତେଣୁ ସବୁ ସେହି କଳା ବାମନଙ୍କର ଲୀଳା। ମହାରାଜ ବଳିଙ୍କ ପରି ଆମେ ମଧ୍ୟ ଭଲ ପାଇବା ସେଇ ଅନନ୍ତ ଲୀଳାର ନାୟକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏବଂ ଏହି ଦୁନିଆକୁ ସମସ୍ତଙ୍କୁ ଆମେ ଗୋଟିଏ ବାର୍ତ୍ତା ଦେବା ଯେ ଆମେ ଭଲ ପାଉ ଶ୍ରୀ ଜଗନ୍ନାଥଙ୍କୁ, ଆମେ ଭଲ ପାଉ ଆମ କଳା ଠାକୁରଙ୍କୁ, ଯାହାକି ଆଜି ରାଜା ବଳି ଆମକୁ ତାଙ୍କର ଦାନ ଛଳରେ ଶୁଣାଇଲେ। ଧନ୍ୟ ବଳି ରାଜା, ଧନ୍ୟ ତୁମର ଭକ୍ତି, ଧନ୍ୟ ପ୍ରଭୁ ବାମନ ଭଗବାନ। ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ।